ଆପଣଙ୍କ ସମସ୍ତଙ୍କ ପାଇଁ ଗୋଟେ ବହୁତ ବଡ଼ ବିଗ୍ ନ୍ୟୁଜ୍ ଆସିବା ପାଇଁ ଯାଉଛି। କିଛି ନା କିଛି ସରପ୍ରାଇଜ୍ ନିହାତି ଅଛି। ତ ନିହାତି ଆଶା କରୁଛି ଆପଣଙ୍କୁ ସରପ୍ରାଇଜ୍ ନିହାତି ପସନ୍ଦ ଆସିବ। ତ ସରପ୍ରାଇଜ୍ କ'ଣ? ସରପ୍ରାଇଜ୍ ହେଉଛି କ'ଣ, ମୁଁ ବହୁତ ଜଲ୍ଦି ଗୋଟେ ଜିନିଷ ଷ୍ଟାର୍ଟ କରିବା ପାଇଁ ଯାଉଛି। ତ ବର୍ତ୍ତମାନ ପ୍ରଶ୍ନ ଆସୁଛି କ'ଣ ଷ୍ଟାର୍ଟ କରିବା ପାଇଁ ଯାଉଛି, କାହିଁକି ଷ୍ଟାର୍ଟ କରିବା ପାଇଁ ଯାଉଛି, କ'ଣ ପାଇଁ ଷ୍ଟାର୍ଟ କରିବା ପାଇଁ ଯାଉଛି, ବହୁତ ସାରା ପ୍ରଶ୍ନ ଅଛି ଅଲରେଡ଼ି। ତ ଏଇ ଭିଡ଼ିଓରେ ଆପଣଙ୍କୁ ସବୁ ଜିନିଷ ଜାଣିବା ପାଇଁ ମିଳିଯିବ ନିହାତି ଭାବରେ। ତ ବର୍ତ୍ତମାନ ବହୁତ ଜଲ୍ଦି ଆମେ ଚେଷ୍ଟା କରିବା ଯେ ଯେତିକି ଆମର ସବୁ ନଲେଜ୍ ଅଛି, କାହିଁକିନା ଆମେ ଯେତେ ଜାତକ ଆନାଲିସିସ୍ କରୁଛେ, ସପୋଜ୍ ବର୍ତ୍ତମାନ ମୁଁ ବୈଦିକ ହିସାବରେ ଆନାଲିସିସ୍ କରୁଛି, ଯେଉଁଠି ନକ୍ଷତ୍ରର ଇନଭଲଭମେଣ୍ଟ ମଧ୍ୟ ବହୁତ ଅଧିକ ରହୁଛି। ତ ବହୁତ ସାରା ଜିନିଷ ଅଛି, ଯେମିତିକି ବୈଦିକ ଅଛି, ଲାଲ କିତାବ ଅଛି, କେପି ଆଷ୍ଟ୍ରୋଲୋଜି ଅଛି, ନକ୍ଷତ୍ର ବଗେରା ଅଛି। ତ ବହୁତ ସାରା ଜିନିଷ ଅଛି। ତେଣୁ ସେଇ ସବୁ ପର୍ଟିକୁଲାର ଟପିକ୍ ଉପରେ ମୁଁ ଭିଡ଼ିଓ ବନେଇବା ଷ୍ଟାର୍ଟ କରିବା ପାଇଁ ଯାଉଛି। ସପୋଜ୍ ନକ୍ଷତ୍ର ଆପଣ କେମିତି ଦେଖିପାରିବେ ତା ବିଷୟରେ ଆପଣଙ୍କ ନଲେଜ୍ କ'ଣ ରହୁଛି, ବୈଦିକ ହେଇଯାଉ, ଲାଲ କିତାବ ହେଇଯାଉ, କେପି ହେଇଯାଉ, ତ ବହୁତ ସାରା ଜିନିଷ ଅଛି। ତ ମୋ ପାଖରେ ଯେତିକି ନଲେଜ୍ ଅଛି, ମୁଁ ଯେତିକି ଜିନିଷ ଜାଣିଛି, ତ ମୁଁ ଚେଷ୍ଟା କରିବି ସବୁତିକ ଜିନିଷ ଆପଣଙ୍କ ସହିତ ସେୟାର ନିହାତି କରିବା ପାଇଁ। ଦେଖନ୍ତୁ, ଗୋଟେ ଜିନିଷ ହେଉଛି ଜ୍ଞାନ ବହୁତ ଅଧିକ ଥାଏ। ଆଉ ଆମେ ମୋ ପାଖରେ ସ୍ପେସିଫିକାଲି ମୁଁ ମୋ କଥା କହୁଛି, ମୋ ପାଖରେ ଯେତିକି ନଲେଜ୍ ଅଛି ମୁଁ ଚେଷ୍ଟା କରିବି ଆପଣଙ୍କୁ ସେତିକି ନିହାତି ଦେବା ପାଇଁ। ହେଇପାରେ କିଛି ଜାଗାରେ ମୋର ମିଷ୍ଟେକ୍ ମଧ୍ୟ ହେଇପାରେ କିଛି ଜାଗାରେ ମୁଁ କିଛି ଛାଡ଼ି ମଧ୍ୟ ପାରେ। ତ ଯେଉଁମାନେ ଦେଖୁଛନ୍ତି, ହେଇପାରେ ଆପଣଙ୍କ ଭିତରୁ କିଏ ନିହାତି କିଛି ଲୋକ ଥିବେ, କିଛି ଲୋକଙ୍କୁ କିଛି ଜଣା ବି ନଥିବ, ଆଉ କିଛି ଲୋକ ଥିବେ ତାଙ୍କ ବିଷୟରେ ବହୁତ ନଲେଜ୍ ମଧ୍ୟ ଥିବ। ତ ମୁଁ ସମସ୍ତଙ୍କୁ ହାର୍ଟଲି ୱେଲକମ୍ କରୁଛି। ଯଦି ମୋର କିଛି ଜାଗାରେ ମିଷ୍ଟେକ୍ ହେଇଛି ତାହେଲେ ରେକ୍ଟିଫାଏ କରିବା ପାଇଁ ଜମାରୁ ବି ଭୁଲନ୍ତୁ ନାହିଁ, କମେଣ୍ଟ କରିକି ନିଶ୍ଚୟ ଜଣାନ୍ତୁ। ଯଦି ତା ସହିତ ଆପଣଙ୍କ ପାଖରେ କିଛି ଏକ୍ସଟ୍ରା ନଲେଜ୍ ଅଛି, ଯେଉଁ ହେଇପାରେ ମୁଁ କିଛି ପଏଣ୍ଟ ଛାଡ଼ି ଦେଇଥାଇପାରେ, ବା କିଛି ପଏଣ୍ଟ ସେ ଜାଗାରେ ଆଡ଼୍ କରିବା ଦ୍ୱାରା ଲୋକମାନେ ଜାଣିବା ବି ନିହାତି ଦରକାର, ବା ଲୋକମାନଙ୍କର ଯେଉଁମାନେ ଦର୍ଶକମାନେ ଅଛନ୍ତି ସେମାନଙ୍କର ନଲେଜ୍ ଆହୁରି ଏନହାନ୍ସ ହେଇପାରିବ, ତ ଆପଣ ନିହାତି କମେଣ୍ଟ କରନ୍ତୁ, ସୋ ଦ୍ୟାଟ୍ ଜ୍ଞାନ ବଢ଼େଇବା ଦରକାର। କାହିଁକିନା ଜ୍ଞାନ ବଢ଼େ ଯେତେବେଳେ ଆମେ ଲୋକଙ୍କୁ ବାଣ୍ଟିଥାଉ, କାହିଁକିନା ବାଣ୍ଟିଲେ ହିଁ ଜ୍ଞାନ ବଢ଼ିଥାଏ। ତ ମୁଁ ଆଶା କରୁଛି ନିହାତି ଆପଣ କମେଣ୍ଟ କରିକି ଆମକୁ ଜଣାଇବେ ମଧ୍ୟ ଯଦି ମୋ ଜାଗାରେ କୌଣସି ଭୁଲ ଥାଏ, କାହିଁକିନା ମଣିଷ ମାନେ ହିଁ ଭୁଲ, ମଣିଷ ମାତ୍ରେ ଭୁଲ ନିହାତି କରିଥାନ୍ତି। ଯଦି ଭୁଲ ବି ହେଇଥାଏ ତାହେଲେ ଆପଣ କମେଣ୍ଟ କରିକି ନିଶ୍ଚୟ ଜଣାନ୍ତୁ। ଆଣ୍ଡ ମୁଁ ଆପଣ ଯାହା ବି କମେଣ୍ଟ କରନ୍ତୁ, ଆପଣ ପଜିଟିଭ୍ କମେଣ୍ଟ କରନ୍ତୁ, ନେଗେଟିଭ୍ କମେଣ୍ଟ କରନ୍ତୁ, ଟେନସନ୍ ନିଅନ୍ତୁ ନାହିଁ। ମୁଁ ଇରିଟେଟ୍ ହୁଏନି, ରାଗେ ନାହିଁ, ତ ତା ପାଇଁ ଜମାରୁ ବି ଟେନସନ୍ ନିଅନ୍ତୁ ନାହିଁ। ବର୍ତ୍ତମାନ ଯେମିତି ସ୍ମାଇଲ୍ କରୁଛି, ରିଅଲ୍ ଲାଇଫ୍ରେ ମଧ୍ୟ ବି ସେତିକି କୁଲ୍ କାମ୍ ସ୍ମାଇଲ୍ ମଧ୍ୟ କରେ। ତାପରେ ଦ୍ୱିତୀୟ ଜିନିଷ ହେଉଛି କ'ଣ, ମୁଁ କ'ଣ ପାଇଁ ଷ୍ଟାର୍ଟ କରୁଛି, ରିଜନ୍ କ'ଣ, ହ୍ୱାଏ। ଯଦି ବର୍ତ୍ତମାନ ମୁଁ କୋର୍ସ ଷ୍ଟାର୍ଟ କରିବା ପାଇଁ ଯାଉଛି, ମେ ବି ଆଜି ଷ୍ଟାର୍ଟ ହେଉ ବା ବର୍ଷେ 2 ବର୍ଷ 3 ବର୍ଷ ପରେ ଯଦି ମୁଁ କୋର୍ସ ଷ୍ଟାର୍ଟ କରିବି ମଧ୍ୟ, ମୁଁ ନିହାତି ପେମେଣ୍ଟ ନେଇକି ମଧ୍ୟ ବହୁତ ଅର୍ଣ୍ଣିଂ ବି କରିପାରିବି, ସେମିତି କିଛି ଇସ୍ୟୁଜ୍ ନାହିଁ, ଠିକ୍ ଅଛି। କିନ୍ତୁ ବର୍ତ୍ତମାନ ମୁଁ ଫ୍ରିରେ ବା ଏସବୁ ଜିନିଷ କ'ଣ ପାଇଁ କରୁଛି, ଏଥିପାଇଁ କରୁଛି ବିକଜ୍ ମୁଁ ଯେତିକି ଜ୍ଞାନ ଶିଖିଛି, ମୋ ପାଖରେ ଯେତିକି କିଞ୍ଚିତ ଜ୍ଞାନ ଯାହା ବି ଅଛି, ମୋତେ ବାଇ ଗଡ୍ ଗ୍ରେସ୍ ମୁଁ ତା ପାଇଁ ବହୁତ ପଇସା ସାରିନି କେବେ। କାହିଁକିନା ଇନିସିଆଲ୍ ଫେଜ୍ରେ ମୁଁ ମଦରଙ୍କଠୁ ଶିଖିଯାଇଛି, ବୋଉ ଆମର ଅଛନ୍ତି, ବୋଉ ଆଷ୍ଟ୍ରୋଲୋଜି ଜାଣିଥିଲେ। ତ ପ୍ରାରମ୍ଭିକ ବିଦ୍ୟା ଜ୍ଞାନ ଯେତିକି ଅଛି ମାଆଙ୍କଠୁ ମୁଁ ଶିଖିଯାଇଛି। ତେଣୁ ଇନିସିଆଲି ଶିଖିବା ପାଇଁ ମୁଁ ପଇସା ଖର୍ଚ୍ଚ କରିନି। ଆଉ ଦ୍ୱିତୀୟ ଜିନିଷ ହେଉଛି ଯାହା ବୁକ୍ସ ବଗେରା ଅଳ୍ପ କିଛି ମୁଁ ପଇସା ସାରିଛି, ଆଉ ମୋଷ୍ଟଲି ମୋତେ କିଛି PDFରେ ମିଳିଯାଏ। ଆଉ ଭଗବାନଙ୍କ ଆଶୀର୍ବାଦ ଦ୍ୱାରା ଏମିତି ଫ୍ରେଣ୍ଡ ସର୍କଲ୍ ମିଳିଛନ୍ତି, ଏମିତିଆ ପର୍ସନ୍ ମୋ ଲାଇଫ୍ରେ ଆସିଛନ୍ତି ଯେଉଁମାନଙ୍କ ହେଲ୍ପରେ ମୋତେ ବହୁତ ନଲେଜ୍ ମଧ୍ୟ ମିଳିଛି ଏଇ ଆଷ୍ଟ୍ରୋଲୋଜି ଉପରେ। ତ ସେଥିପାଇଁ ବହୁତ ବୁକ୍ସ ମଧ୍ୟ ମିଳିଛି। ତ ମୁଁ ବହୁତ କମ୍ ପଇସା ସାରିଛି ଏସବୁ ଜିନିଷ ପ୍ରତି। ତେଣୁ ଯେହେତୁ କୌଣସି ଜ୍ଞାନ ମୁଁ ଆହରଣ କରିଛି ବହୁତ କମ୍ ପଇସାରେ, ତ ସେଇ ଜିନିଷଟାକୁ ମୁଁ କାହିଁକି ଅଧିକ ପଇସାରେ କରିବି, ବା ଲୋକମାନଙ୍କଠୁ କାହିଁକି ଅଧିକ ପଇସା ଆଣିବି। ହଁ, ମେ ବି ମୁଁ କନସଲ୍ଟେସନ୍ ପାଇଁ ମୁଁ ପଇସା ଚାର୍ଜ ନିହାତି କରିବି, ବିକଜ୍ ଯେତିକି ସମୟ, ଯେତିକି ମୋର ଲାଇଫ୍ର ଟାଇମ୍ ଯେତିକି ମୁଁ ଇନଭେଷ୍ଟ କରୁଛି, ତା'ର କିଛି ନା କିଛି ଭ୍ୟାଲ୍ୟୁ ଅଛି, ଆଉ ପ୍ରତ୍ୟେକ ଜ୍ଞାନର କିଛି ଭ୍ୟାଲ୍ୟୁ ଥାଏ, ଠିକ୍ ଅଛି। କିନ୍ତୁ ଯେହେତୁ ମୁଁ ଜ୍ଞାନଟା ବିନା ଏତେ ପଇସା ଖର୍ଚ୍ଚ ନ କରିକି ଶିଖିଛି, ତେଣୁ ମୁଁ ଆପଣଙ୍କୁ ମାନେ କ'ଣ ଭିଡ଼ିଓ ବନେଇକି ଛାଡ଼ିବାରେ ମୋର କିଛି ଇସ୍ୟୁଜ୍ ନାହିଁ। ତା ସହିତ ଯଦି ଆପଣ ଷ୍ଟିଲ୍ ବି ଯଦି ଆପଣ ଚାହୁଁଛନ୍ତି ଯେ ନାଇଁ ଆପଣ ମୋ ସହିତ ଡାଇରେକ୍ଟ ମାନେ କ'ଣ କ୍ଲାସ୍ ଷ୍ଟାର୍ଟ କରିକି ମାନେ କଥାବାର୍ତ୍ତା କରିକି ଆପଣ ଶିଖିବା ପାଇଁ ଚାହୁଁଛନ୍ତି, ତ ଆଇ ହାଭ୍ ଅଲସୋ ନୋ ଇସ୍ୟୁ। କାହିଁକିନା ପ୍ରତ୍ୟେକ ଜିନିଷର ଏନର୍ଜି ଏକ୍ସଚେଞ୍ଜର ମଧ୍ୟ ବି ଅଲଗା ଏନର୍ଜି ଥାଏ। ଯଦି ଆପଣଙ୍କ ପାଖରେ ପଇସା ଅଛି, ଯଦି ଆପଣ କରିବା ପାଇଁ ଚାହୁଁଛନ୍ତି, ନୋ ଇସ୍ୟୁ। ଯଦି ଆପଣ ନାହିଁ, ତଥାପି ଟେନସନ୍ ନିଅନ୍ତୁ ନାହିଁ, ଭିଡ଼ିଓରେ ଆସିଯିବ, ଠିକ୍ ଅଛି। ତ ଇଏ ହେଉଛି ଜିନିଷ।
तो से मु आपन को निहाती कहबी तो बहुत जल्दी आम स्टार्ट करने जाऊे आउ एमती ना जे आम केवल लाल किताब मैंने केवल लाल किताब कर चलिए सेमती ना कहीं मुझे गोटे टॉपिक उपर जब वीडियो बनबी कंटिन्यूस बनई मत बोर हो तो आम 3-4टा सेगमेंट को साइमल्टेनियसली चलेबा हो पारे कहार लाल किताब रे पसंद थी कहार वैदिक रे पसंद थी कहार नक्षत्र जानापी इच्छा थी या फिर कहार आमर कौन केपी जिनस जानापी इच्छा थी तो जार जहाँ पसंद आप सेगमेंट को चूज करके विषय अधिक नॉलेज एनहांस करेंगे तो आपण पसंद आपणकर इंटरेस्ट उपर डिपेंड करुच्छे तो से यह हूँ आपणकर बिग ब्रेकिंग न्यूज़ ता सहित मुझे आपको आउ थे कहबी चाहिए जे हो पारे मो द्वारा किसी आगे मिस्टेक हो पारे तो आडभांस सरी कहीदे जदि आप जानूँ एंड द्वितीय जिन हूँ कौन हो पारे मुझे कहला बेले किसी आगे मिस्टेक करें कहीं एडिटिंग वगैरह सब मुझे करुँची वीडियोज एडिटिंग सब मत करा पड़े तो टाइम जेहतु लिमिटेड रोचे सो दैट तेणु हो पारे मुझे अधिक एडिटिंग न करें वीडियो एज इट इज जमी अच्छी मुझे अपलोड करदेवी तो हो पारे कहला बेलू किसी जगह मिस्टेक हो पारे तो जदि आप नजर आसूँ कमेंट करके निश्चय जनइबे आ सहित जदि आपंकर किसी एक्सट्रा इनफॉरमेशन अच्छी एक्सट्रा नॉलेज अच्छी टॉपिक उपर आप निहाती शेयर करूँ मुझे आपको बहुत हार्टली वेलकम आपको करुँची तो ठीक अच्छे ये आपंकर ब्रेकिंग न्यूज़ तो निहाती बहुत जल्दी आपको स्वागत हम आउ कमेंट मु आपको कहीदे जो मैंने भी आप कमेंट करुँच मु कहा कमेंट रे केबे इरिटेट हुए नहीं आपन पॉजिटिव कमेंट करंतु बा नेगेटिव कमेंट करंतु ठीक अच्छे जमी मुझे बर्तमान वीडियो रे स्माइल करुँची रियल लाइफ रे से कूल काम स्माइल करे तो जदि आप मो चैट को नहीं किसी रंग इंटरप्रिट करुँचे केबे करंतु नहीं तो आपन जहाँ भी आपको खुशी लगुच आपन कमेंट निहाती करंतु मु हार्टली वेलकम करुँचे ठीक अच्छे बहुत जल्दी आम स्टार्ट करदे तो ठीक अच्छे देखा नेक्स्ट वीडियो रे विथ गोटे आमर लर्निंग वीडियो रे गोटे टॉपिक ऊपर ता सहित आमर जमी जातक एनालिसिस होची से निहाती चलियो ठीक अच्छे नमस्कार।